ସାରି ମୁଁ ସାରେ, ମାରି ମାରି ମୁଁ ମାଷ୍ଟର। ଆଉ ମୋ କଥାରେ ଯେ ପ୍ରତିବାଦ କରୁ ତ ତଣ୍ଟିଟାକୁ ଯିବି ମାରିଦେବି। ମାରିଦିଅ, ମରିଯିବାକୁ ଚାହେଁ। ତୁମ ଭଳି ଗୋଟେ ନିଷ୍ଠୁର ବାପର ଝିଅ ହେଇ ବଞ୍ଚିବା ଅପେକ୍ଷା ମରିଯିବା ବହୁତ ଭଲ। ତମେ ବାପ ନୁହେଁ, ତମେ ବାପ ନାଁରେ ଗୋଟେ କଂସାଇ। କଂସାଇ ଯେମିତି ନିଜ ସ୍ୱାର୍ଥ ପାଇଁ ଛେଳି କୁକୁଡ଼ାକୁ ପାଳିଥାଏ, ତାଙ୍କୁ ହାଣି ତାଙ୍କ ମାଂସକୁ କିଲୋ ଦାରିଆ ବିକ୍ରି କରିଥାଏ, ତମେ ସେମିତି ମୋ ସ୍ନେହ, ମୋ ମମତା, ମୋ ପ୍ରେମକୁ ତମେ ବିକ୍ରି କରିଦେବା ପାଇଁ ବସିଛ। ଆରେ ମୁଁ ହଉଛି ତୋ ଦାଦା। ତୋ ବାପା ମା ମରିଗଲା ପରେ ତତେ ସ୍ନେହ ମମତା ଦେଇ ପାଳି ପୋଷି ମଣିଷ କରିଛି, ତତେ ପାଠ ସାଠ ପଢ଼ି ଉଚ୍ଚ ଶିକ୍ଷିତା କରିଛି। ହେଲେ ସେ ବାହାର ଜଗା ପାଇଁ ମତେ କଂସାଇ କହୁଛୁ। ସେ ଟୋକାଟା ତତେ ଏତେ ଭଲ ପାଏ, ମୁଁ କ'ଣ ତତେ ଭଲ ପାଇନି? ଦାଦା, ମଶାଣିରେ ପଡ଼ିଥିବା ମଢ଼କୁ ଶାଗୁଣା କୁକୁରମାନେ ବି ଭଲ ପାଆନ୍ତି, କାହିଁକିନା ତାଙ୍କ ମାଂସକୁ ଝୁଡ଼ି ଝୁଡ଼ି ଖାଇବା ପାଇଁ। ଆଉ ସେମାନଙ୍କ ଭଲ ପାଇବା ଆଉ ତମ ଭଲ ପାଇବା ଭିତରେ କୌଣସି ଫରକ ନାହିଁ, କୌଣସି ଫରକ ନାହିଁ। ଅନାନି ସାରି ସାରି ମୁଁ ସାରେ, ମାରି ମାରି ମୁଁ ମାଷ୍ଟର। ତୁ ମୋ ସାମ୍ନାରେ ଠିଆ ହୋଇ ମୋ ଉପରେ ଜବାବ ଦଉଛୁ, ମତେ ତୁ ଆକ୍ଷେପ କରୁଛୁ। ଆଉ ତୁ ଜାଣ ମୋ ସହିତ ଯେ ଚ୍ୟାଲେଞ୍ଜ ଦିଏ ତାକୁ ତା ସହିତ ମୁଁ କେମିତି ଖେଳ କରାଏ। ସୁହାଳ ସିଂ, ଆଜ୍ଞା ସୁହାଳ ସିଂ, ଆଜ୍ଞା ଏଇଟାର ଗୋଡ଼ ହାତ ବାନ୍ଧି ଘର ଭିତରକୁ ନେଇଯା। ମୁଁ ଦେଖିବି ସେ କ୍ଷତ୍ରର ପୁଅ ସହିତ କେମିତି ପ୍ରେମ ସମ୍ପର୍କ। ଚାଲ ଚାଲ ମା, ନାଇଁ ନାଇଁ, ମୁଁ ଯିବିନି। ଚାଲ ମା, କାହିଁକି ଅବୁଝାଉଛ କହିଲ? ମୋ ସହିତ ଭିତରକୁ ଚାଲ, ଚାଲ କହୁଛି। ଯେମିତି ହଉ ଏ ଝିଅଟାକୁ ଅନ୍ୟ କୁଆଡ଼େ ବାହାଘର କରିବ, କାହିଁକି ନା ମୁଁ ନିଷିଦ୍ଧ ପାଇକର। ମୋର ଇଜ୍ଜତ ଅଛି, ବହୁତ ବଡ଼ ଇଜ୍ଜତ ଅଛି। ଡୁମା 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 ଡୁଡୁରୁ ଡୁମା, ନାଇଁ ଫୁର୍ସ୍ତା ନାଇଁ କମା।